ଯଦି आपण ମାନେ କୋଉଠି ପଡ଼ି ଯାଉଛନ୍ତି କି ଝୁଣ୍ଟି ଦେଲା ପରେ ରକ୍ତ ବାହାରୁଛି ଗୋଡ଼ରୁ ପଡ଼ିଗଲେ ତ ସାଙ୍ଗେ ସାଙ୍ଗେ ୟା ନାଁ ହେଉଛି ଫୁଲୁରି ଗଛ। ଇଏ ଗୋଟେ ଔଷଧୀୟ ଗଛ। ଯଦି ଆପଣ ପଡ଼ି ଯାଇଥିବେ ଗାଡ଼ିରୁ ଝୁଣ୍ଟିକି ପଡ଼ି ଯାଇଥିବେ କି ଝୁଣ୍ଟି ଦେଇଥିବେ ନଖ ଉଠି ଯାଇଥିବ, ମୁଁ ଏବେ ଯେମିତି ଝୁଣ୍ଟି ଦେଲି ତ ଏଇ ପତ୍ର ସଂଗ୍ରହ କରିକି ସାଙ୍ଗେ ସାଙ୍ଗେ ଆପଣ ବାଇକ୍ରେ ବି ଯାଉଛନ୍ତି ନା ତ ପଡ଼ି ବି ଯାଉଛନ୍ତି ବେଳେବେଳେ, କ'ଣ କରିବେ ନା ଏ ପତ୍ରକୁ ଆସିବେ। ଏଇ ଦେଖନ୍ତୁ ଗୋଡ଼ ଟିକେ ଖଣ୍ଡିଆ ଅଛି, ଶୁଖିଗଲାଣି। ତାକୁ ବର୍ତ୍ତମାନ ଘଷିବା, ତ ମୁଁ ହାତରେ ଘଷି ଦେଉଛି। ଆର ରସ ଟିକେ ଭଲ ଭାବରେ ବାହାରିବ, ନେଳିଆ ନେଳିଆ ବାହାରିବ। ଦେଖନ୍ତୁ ହାତ ବର୍ତ୍ତମାନ କ୍ୟାମେରା ତ ଆଗ ହେଲାନି। ଇଏ ହେଲା ଫୁଲୁରି ପତ୍ର। ଆର ଏଇ ଯେଉଁ ରସ ଦେଖନ୍ତୁ, ଆର ଏଇ ଯେଉଁ ରସ, ଏଇ ରସ ନେଇକି ଧର ଯେଉଁଠିକି ଝୁଣ୍ଟି ଥିବେ ରକ୍ତ ବାହାରୁଥିବ, ଶୁଖିଗଲାଣି, এই ଜାଗାରେ ତାର ରସ ହାଲକା ଟିକେ ପଡ଼ିବ, ହେଲେ ଦରଜ ଖାଇଯିବ। ଦରଜ ଖାଇଯିବ। ଇଏ ଦେଶୀ ଚିକିତ୍ସା ହେଲା, ଦେଶୀ ଚିକିତ୍ସା। ଗୋଟେ ଅପରିଷ୍କାର ଅଛି। ଦରଜ ଗୋଟେ ଜିନିଷ, ଆଉ ଦରଜ ରହିବନି, ଦରଜ କଟିଯିବ ଆଉ। ଆଚ୍ଛା, ହଉ ଦେଖିବେ, ନିହାତି ଏ କାମରେ ଲାଗିବ। ହଉ।